ମୁଁ ଅସିତ କୁମାର ସ୍ୱାଇଁ, ସଂଯୋଜକ ବଜରଙ୍ଗ ଦଳ କଟକ ବିଭାଗ। ଯୋଉ ଶୋଭାଯାତ୍ରା ହଉଛି ବିଗତ 4 ବର୍ଷ ଧରି ଚାଲି ଅଛି, ଏଇଟା 5ମ ବର୍ଷ ଆମର। ଶ୍ରୀ ହନୁମାନ ଧ୍ୱଜାଯାତ୍ରା ସମିତି ନାମରେ ଏକ ଅନୁଷ୍ଠାନ ଆମେ କରିଛୁ। ବଜରଙ୍ଗ ଦଳର ମାନେ ଏଇଟା ବଜରଙ୍ଗ ଦଳ ଆବାହକର ବର୍ତ୍ତମାନ ଗୋଟେ ସମିତି କରାଯାଇଛି, ଶ୍ରୀ ହନୁମାନ ଧ୍ୱଜାଯାତ୍ରା ସମିତି। ଆଉ ଚୌଦ୍ୱାର ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ସମସ୍ତ ବୟୋଜ୍ୟେଷ୍ଠ ନାଗରିକ, ଆମର ହିନ୍ଦୁତ୍ୱବାଦୀ ବିଚାରଧାରାର ଆମର ଯେତେ ଅଛନ୍ତି ହିନ୍ଦୁ ସମାଜ, ସମସ୍ତଙ୍କୁ ନେଇ କାର୍ଯ୍ୟକ୍ରମ ହଉଛି। ଆଉ ସମଗ୍ର ହିନ୍ଦୁ ସମାଜକୁ ବର୍ଣ୍ଣ ଜାତି ଆଧାରରେ ଏକ କରି ଆଉ ହିନ୍ଦୁତ୍ୱର ବିକାଶ କେମିତି କରିବା ସେଇ ଆଧାରରେ ଆମେ ଗୋଟେ ବର୍ଷକୁ ଥରେ ଆମର ଶକ୍ତି ପ୍ରଦର୍ଶନ ହଉଛି ଏଇଟା। ଆଉ ଏଇଥିପାଇଁ ଆମେ ସମସ୍ତେ ଏକାଠି ହଉଛୁ। ପଣା ସଂକ୍ରାନ୍ତି ଯେହେତୁ ଆମ ଓଡିଆ ମାନଙ୍କର ନବବର୍ଷ, ଏଇ ନବବର୍ଷର ଶୁଭେଚ୍ଛା ବି ଗୋଟେ ପ୍ରକାର ଆମେ ଦଉଛୁ। ଆଉ ସିଏ ହନୁମାନଙ୍କ ଜନ୍ମ ଉତ୍ସବ ବଜରଙ୍ଗ ଦଳ ତରଫରୁ ଶୋଭାଯାତ୍ରା ହଉଛି। ଏ ଆମର ଅଷ୍ଟଶମ୍ଭୁଙ୍କ ମଧ୍ୟରୁ ଅନ୍ୟତମ ବାବା କପାଳେଶ୍ୱରଙ୍କର ପୀଠଠାରୁ ଆରମ୍ଭ ହୋଇଛି, ସମଗ୍ର ନଗର ପରିକ୍ରମା କରି ପରିଶେଷରେ ସେଇଠାରେ ସମାପ୍ତ ହେବା ସହ ସଭା କାର୍ଯ୍ୟ 1000ରୁ ଉର୍ଦ୍ଧ୍ୱ ସଂଖ୍ୟାରେ ଅଛନ୍ତି। ଆଜି ହେଉଛି ମହାନ ଦିବସ। ଓଡ଼ିଆ ନବବର୍ଷ ମହାବୀର ହନୁମାନଙ୍କ ଜୟନ୍ତୀ। ଆଜି ଆପଣ ଦେଖିପାରୁଥିବେ ନୂଆ ସମୟରେ ଆଜି ହିନ୍ଦୁ ନବବର୍ଷ ପାଳନ କରାଯାଉଛି। ବହୁ ସଂଖ୍ୟା ହଜାର ସଂଖ୍ୟାରେ ଆମେ କାର୍ଯ୍ୟକର୍ତ୍ତା ଆଜି ହିନ୍ଦୁ ପରିବାର ଆଜି ଯୋଗ ଦେଇଛନ୍ତି। ନୂଆ ସମୟ ପାଳନ ମହାନ ଦିବସ, ଓଡ଼ିଆ ନବବର୍ଷ, ହନୁମାନଙ୍କ ଜୟନ୍ତୀ, ଆଜି ମହା ବିଷୁବ ସଂକ୍ରାନ୍ତି। ଏ ଆମର ଗୋପାଳେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହେଲା। ବର୍ତ୍ତମାନ ଆମେ ନୁଣ୍ଟିଗିରି ପାଖରେ ହନୁମାନଙ୍କ ପାଖରେ ଆଜି ସମସ୍ତେ ପହଞ୍ଚିଲୁ। ତାପରେ ଗୋଟିଏ ମୂଳା ଦେଇ ପୁଣି ଆମର ଗୋପାଳେଶ୍ୱର ମନ୍ଦିରରେ ପରିକ୍ରମା ପହଞ୍ଚିବ। ସେଠି ସଭା କାର୍ଯ୍ୟ ଅଛି।